ଆପଣଙ୍କ ନାଁ ଟିକେ କହିଲେ? ମୁଁ ରଶ୍ମିତା ସାହୁ ତାଳଚେରରୁ ଆସିଛି। କ'ଣ କରନ୍ତି ମ୍ୟାଡ଼ାମ୍ ଆପଣ? ମୁଁ ଟିଚରସିପ୍ କରୁଛି ପ୍ରାଇମେରୀ ସ୍କୁଲ ଗଭର୍ଣ୍ଣମେଣ୍ଟ ସ୍କୁଲରେ ଟିଚରସିପ୍ କରୁଛି। କର୍ମ ଭିତରେ ବି ଆପଣ ପିଲାମାନଙ୍କୁ ଦେଖି ଘର ଦ୍ୱାର ଦେଖି ପ୍ରଭୁଙ୍କ କଥା ମଧ୍ୟ ମନରେ ରଖିଛନ୍ତି, ଚିନ୍ତା କରିଛନ୍ତି। ହଉ, ଅନୁଭୂତି ନିଶ୍ଚିତ ଭଲ ଅନୁଭୂତିଟେ ଥିବ, କ'ଣ କୁହନ୍ତୁ? ଆଜ୍ଞା, ପ୍ରାୟତଃ 4-5 ବର୍ଷ ତଳର ଘଟଣା ମୁଁ ଟିକେ କହୁଛି। ଆଜ୍ଞା ମୋ ବାପା ବି ଟିଚରସିପ୍ କରୁଥିଲେ। ଆମେ ବାପାଙ୍କର 2 ଝିଅ, ବଡ଼ ଭଉଣୀ କୋରାପୁଟରେ ରହେ, ମୁଁ ସାନ ଝିଅ, ମୁଁ ତାଳଚେରରେ ରହେ। ବାପା ବୋଉ ଯେହେତୁ ତାଙ୍କର ବୟସ ହେଇଗଲାଣି, ସବୁବେଳେ ବାପା ବୋଉଙ୍କର ଦେହ ପା ନେଇକିନି କେମିତି ରହୁଥିବେ, କେମିତି ତାଙ୍କ ଚିନ୍ତାଟା ସବୁବେଳେ, ଯେହେତୁ ଆମେ ଝିଅ ଜନ୍ମ ପାଇଛୁ, ସବୁବେଳେ ଆମର ଚିନ୍ତା ଥାଏ ବାପା ବୋଉଙ୍କର କେତେବେଳେ କ'ଣ ଦେହ ପା ହେବ, ଭଲ ମନ୍ଦ। ସବୁବେଳେ ବି ଫୋନ୍ କରି ବୁଝେ। ହଠାତ୍ ଏମିତି ଗୋଟେ ଦିନ ରାତିରେ ଶୋଇଛୁ, ହଠାତ୍ ରାତି ପୁରା 12ଟା ପାଖାପାଖି ହେଲା, ଫୋନ୍ ଆସିଲା। ସେପଟୁ ମୁଁ ଏପଟୁ ହ୍ୟାଲୋ, ସେପଟୁ ବୋଉ କାନ୍ଦିକିନା କହୁଛି, ଝିଅ ବାପାଙ୍କର କ'ଣ ହେଇଯାଉଛି? ବାପା ଖାଲି ଦେହ ହାତ ଥରୁଛି, ଆଉ ସେ ଚାଲବୁଲ କରିପାରୁନାହାନ୍ତି, ସେ ଖାଲି ଦେହ ହାତର ଝାଳ ବାହାରୁଛି। ଝିଅ କ'ଣ କରିବି ମୁଁ, ମୋତେ କିଛି ଦେଖାଯାଉନି, କ'ଣ କରିବ? ବୋଉ ଆକ୍ଚୁଆଲି ବୋଉ ବାପା 2 ଜଣ ଘରେ ଏକୁଟିଆ ରୁହନ୍ତି। ବାପା ରିଟାୟାର୍ଡ ପର୍ସନ୍, ବୋଉ ତାଙ୍କ ପାଖରେ ରହେ। କିନ୍ତୁ ବୋଉ ମୋର ଟିକେ କ'ଣ କି ନର୍ଭସ୍, ସେ ଏତେ ସ୍ମାର୍ଟ ନୁହେଁ, ବାହାରେ କୁଆଡ଼େ ନେଇକି ଯିବ, ହସ୍ପିଟାଲ ଆମ୍ବୁଲାନ୍ସରେ କ'ଣ କରିବ। ମୁଁ ତାକୁ କ'ଣ କରିବି, ମୁଁ କିଛି ବୁଝିପାରିଲିନି କ'ଣ କରିବି। ମୁଁ ବି ଯାଇ ବି ପାରୁନି, ମୋର ବି ଛୋଟ ପୁଅଟିଏ ମୋର ଘରେ ଅଛି। କାର୍ରେ ଯଦି ହଜବେଣ୍ଡ ବି ତାଙ୍କୁ ବି ଉଠେଇଲେ, ମୁଁ କହିଲି ଏମିତି ବୋଉର ବାପାଙ୍କର ଦେହ ଖରାପ, କେମିତି ଯିବା ଢେଙ୍କାନାଳରେ। ଆକ୍ଚୁଆଲି ବାପା ବୋଉ ଢେଙ୍କାନାଳରେ ରୁହନ୍ତି, ମୁଁ ତାଳଚେରରେ ରହେ। କହିଲି କ'ଣ କରିବା, କେମିତି ଯିବା। ସେଠୁ ଇଏ କହିଲେ କି ଆଉ ରାତି ବର୍ତ୍ତମାନ ତ 12:30-1 ହେଲାଣି, ଛୁଆଟାକୁ କେମିତି କେଉଁଠି ଛାଡ଼ିବା, କାର୍ରେ ଗଲାବେଳକୁ ତ 2 ଘଣ୍ଟା ହେଇଯାଇଥିବ। ଆଉ ତାଙ୍କର ତ ହାର୍ଟ ପ୍ରୋବ୍ଲେମ୍ ଟିକେ ଥିଲା, ଆଉ ବେଶୀ ସିରିୟସ୍ ହେବା ଆଗରୁ ତାଙ୍କୁ ତୁମେ କୁହ କି ଆମ୍ବୁଲାନ୍ସକୁ ଫୋନ୍ କରିକି ନେଇଯିବେ। ବୋଉ ଏକୁଟିଆ ଆମ୍ବୁଲାନ୍ସକୁ ଫୋନ୍ କରିକି ଏମିତି ନେବ, ତାର ସେସବୁ ସାମର୍ଥ୍ୟ ବୋଉର ନାହିଁ, ନଥାଏ ତାର। ମୁଁ ସେଠୁ କ'ଣ କଲି ନା, ଆମର ସାହି ପଡ଼ିଶା ସେଠି ଆମ ଢେଙ୍କାନାଳରେ ଆମ ବାପା ଘର ପାଖରେ ଯେଉଁ ସାହି ପଡ଼ିଶା ଥାନ୍ତି, ମୁଁ କେତେଜଣ ଭାଇଙ୍କ ନମ୍ବର ବି ରଖିଥାଏ, କାଳେ କେତେବେଳେ ଅସୁବିଧା ହେବ ଟିକେ ଫୋନ୍ କରିବି ବୋଲି। ତ ମୁଁ ଯେତେବେଳେ ଫୋନ୍ କରି ତାଙ୍କୁ ଏମିତି ଅସୁବିଧା ଜଣାଏ, ସେମାନେ ତାଙ୍କର ନିଜର ବି ଅସାମର୍ଥ୍ୟତା, କାହାର ଘର ଦୂର ଏମିତି କେହି ଟିକେ ସାହାଯ୍ୟ କରିବା ପାଇଁ ରାତି ଅଧରେ ହୁଏତ କେହି ଅମଙ୍ଗ ହେଲେ। କିନ୍ତୁ ଜଣେ ଆମର ଭାଇ ଥିଲେ ଏବଂ ତାଙ୍କର ଜଣେ ଝିଅ, ତାର ନାଁ ବି ମୁଁ ନେଉଛି ଇତି। ସେ ମୋ ବାପା ବୋଉଙ୍କର ସବୁବେଳେ ଭଲରେ ଦେଖାଶୁଣା କରେ। ସିଏ ଆସିଲେ, ସେ ଭାଇ ଆଉ ତାଙ୍କ ଝିଅ 2 ଜଣ ଯାକ ଆସିଲେ ଆମ୍ବୁଲାନ୍ସରେ, ବୋଉ ବାପା ଆଉ ସେଇ 2 ଜଣ ଏମିତି ନେଇକିନି ହସ୍ପିଟାଲ, ଢେଙ୍କାନାଳ ହସ୍ପିଟାଲକୁ ଗଲେ। ଢେଙ୍କାନାଳ ହସ୍ପିଟାଲରେ ଡାକ୍ତର ଫେରେଇ ଦେଲା, କହିଲା ନା ପେସେଣ୍ଟ ଇଏ ହେଉଛନ୍ତି, ସିରିୟସ୍ ଅଛନ୍ତି, ତାଙ୍କୁ ଏଠି ସେ ଖାଲି ହାଇ ବ୍ଲଡ଼ ପ୍ରେସରଟା କମେଇବା ପାଇଁ ଗୋଟେ ଇଞ୍ଜେକ୍ସନ୍ ଦେଇକିନା କହିଲେ କି ତାଙ୍କୁ ତୁମେ ସାଙ୍ଗେ ସାଙ୍ଗେ ନେଇଯାଅ ଭୁବନେଶ୍ୱର, ନେଇଯାଅ। ତ ଭୁବନେଶ୍ୱର ନେବ ରାତିରେ, ଆଉ ତାପରେ ଏପଟେ ସେ ଭାଇକୁ ଆଉ ସେ ଯେଉଁ ଝିଅ ବି ତାଙ୍କ ଘର ଛାଡ଼ିକି ବି ଯାଇପାରିବେନି। କ'ଣ କରିବି ମୁଁ ଏପଟେ ତାଳଚେରରେ ଘରେ କ'ଣ କରୁଥାଏ ନା, ରାତିରେ ମୋତେ ଆଉ ନିଦ ନାହିଁ, ରାତି ସାରା ମୁଁ ଅନ୍ ଫୋନ୍ରେ ସେମାନଙ୍କ ସହିତ ସବୁ କଣ୍ଟାକ୍ଟ ରଖୁଥାଏ। ମୁଁ ସାରା ରାତି ଟିଭି ଖୋଲି ଜୟ ଜଗନ୍ନାଥ ଚ୍ୟାନେଲ୍ ଖୋଲି ଜଗନ୍ନାଥଙ୍କ ପାଖରେ ହାତ ଟେକିଦେଲି, ଆଉ ରାତି ସାରା ଖାଲି ମୁଁ ଜଗନ୍ନାଥଙ୍କ ସ୍ତୋତ୍ର ଆଉ ଜଗନ୍ନାଥଙ୍କ ପାଖରେ ଖାଲି ଆଖିର ଲୁହ ଧାର ଧାର ବୋହି ଯାଉଥାଏ। ହେ ପ୍ରଭୁ ଜଗନ୍ନାଥ, ସକାଳ ହେଇଯାଉ, ଖାଲି ମୋ ବାପା କେମିତି ଭଲରେ ଥାଆନ୍ତୁ, ଆଉ ବାପାଙ୍କର କେମିତି ଚିକିତ୍ସାଟା ଭଲରେ କେମିତି ହେଇଯାଉ। ସେ ଯାହା ହଉ ଗୋଟିଏ ମୋର ବଡ଼ ବାପାଙ୍କ ଘର ବି ସେ ଭୁବନେଶ୍ୱରରେ ରୟାଲ ଲାଗୁନରେ ସେ ରୁହନ୍ତି। ହଠାତ୍ ସିଏ ସବୁବେଳେ ବାହାରେ ରୁହେ। ଜଗନ୍ନାଥ ଯେମିତି ମୋତେ ମୋ ମୁଣ୍ଡରେ ବୁଦ୍ଧି ଦେଇଦେଲେ, ଆରେ ସେ ଭାଇଟା ତୋର ଅଛି, ତାକୁ ତୁ ଫୋନ୍ କର। ମୁଁ ସାଙ୍ଗେ ସାଙ୍ଗେ ତା କଥା ହଠାତ୍ ମନେ ପଡ଼ିଲା, ମୁଁ ତାକୁ ତାପରେ ଫୋନ୍ କଲା ପରେ ସିଏ ତାପରେ ସବୁ ପ୍ରକାର ବ୍ୟବସ୍ଥା କରିଦେଲା ଏବଂ ବାପା ସେଠି 2 ଦିନ ରହିଲେ ସେ ହସ୍ପିଟାଲରେ। ତାପରେ ସେ ସୁସ୍ଥ ହୋଇକିନି ଘରକୁ ଫେରିଲେ। ଆଉ ଏସବୁ ଜିନିଷ ସବୁ ସମ୍ଭବ ହେଲା କେବଳ ମୋ ରାତି ସାରା ସେମିତି ଟିଭି ଖୋଲିକି ଜୟ ଜଗନ୍ନାଥଙ୍କର ସ୍ତୋତ୍ର, ଜୟ ଜଗନ୍ନାଥଙ୍କର ଯେଉଁ ତାଙ୍କର ଯେଉଁ ପତିତ ପାବନଙ୍କର ଯେଉଁ ଦେଖିକିନା, ତାଙ୍କର ଯେଉଁ ବିଗ୍ରହ ଦେଖିକିନା ମୁଁ ପ୍ରାର୍ଥନା କରିକି ରାତି ସାରା ରହିଲି, ଯଦ୍ୱାରା ସବୁ ଏଇ ସମ୍ଭବ ହେଇପାରିଲା। ମୋ ବାପାଙ୍କ ଆଜି ପର୍ଯ୍ୟନ୍ତ ମୋ ସୁସ୍ଥ, ଆଉ ମୁଁ ମାନସିକ ବି କରିଥିଲି, ମୋ ବାପା ଯଦି ସୁସ୍ଥ ହେଇଯିବେ ତାହେଲେ ମୋ ପତିତ ପାବନ ଗୋଟେ ବାନା ଚଢ଼େଇବେ। ଏବଂ ଶେଷରେ ମଧ୍ୟ ବାପା ସୁସ୍ଥ ହେଇ ଫେରିଲା ପରେ ମୁଁ ଆସିକିନା ଶ୍ରୀମନ୍ଦିରରେ ବାନା ବି ଲଗେଇଥିଲି ଏବଂ ମାନସିକ ବି ପୂରଣ କରିଥିଲି। ପ୍ରକୃତରେ ଯେହେତୁ ଶିକ୍ଷୟିତ୍ରୀ, ଆପଣ ପ୍ରାଞ୍ଜଳ ଭାବରେ କହିଦେଲେ, କହିବାର ଅଭ୍ୟାସ ଅଛି, କହିବାର ଶକ୍ତି ଅଛି, ଭଗବାନ ଦେଇଛନ୍ତି, ତା ଭିତରେ ବି ସମର୍ପିତ ଭାଷା ରହିଛି। କାରଣ ଆପଣ କହିଲେ ଜୟ ଜଗନ୍ନାଥ ଟିଭି ଖୋଲି ମୁଁ କେବଳ ସ୍ତୁତି, ଶ୍ଲୋକ, ମନ୍ତ୍ର ନାନାଦି ପ୍ରକାର କେବଳ ଭଗବାନଙ୍କୁ କହିଲି। ପ୍ରକୃତରେ ସିଏ ହିଁ
হ্যাঁ ସିଏ ହିଁ ମୋର ସାହସ ବର୍ତ୍ତମାନ ଆଜିକା ଡେଟ୍ରେ ଆଜି ପରି ଦିନରେ ବି ମୁଁ ଆଜି ସକାଳୁ ତାଳଚେରରୁ ବାହାରିକିନା ଆସିଲି ଏଇ 11:30ରେ ପହଞ୍ଚିଲି ପୁରୀ ଷ୍ଟେସନରେ ଆସିଛି ଆଜ୍ଞା ତ କିନ୍ତୁ ଆଜିକା ଡେଟ୍ରେ ମୋର କେହି ନାହାନ୍ତି ମୁଁ ସକାଳୁ ଟ୍ରେନରେ ବସି ବସି କେବଳ ଜଗନ୍ନାଥଙ୍କ ନାମ ଭଜନ ତାଙ୍କର ୟୁଟ୍ୟୁବରେ ଦେଖି ଦେଖି ମୋର ଆସି କେତେବେଳେ ଯେ ପୁରୀ ଷ୍ଟେସନ ହେଇଗଲା ବି ମୁଁ ଜାଣିପାରିଲିନି। ପ୍ରକୃତରେ ଭଗବାନଙ୍କ ସହିତ ଯିଏ ରହେ ଭଗବାନଙ୍କୁ ଚିନ୍ତା କରେ ସମୟ କେତେବେଳେ ପଳେଇବ ଜଣାପଡ଼େନି। ସେ ସମୟ ଭିତରେ ଆମେ ରହିଲେ ହିଁ ସମୟ ଯାଉନି ବୋଲି ଆମେ ଚିନ୍ତା କରୁ। ସମସ୍ତେ ଏମିତି ଭାବନା ରଖିବା ଦରକାର। କାରଣ ଆପଣ ଯେମିତି ଗୋଟେ ବଡ଼ ବାପାଙ୍କର ବିପଦ କଥା କହିଲେ ବିପଦ ସମୟରେ ଏକା ଭରସା ପ୍ରଭୁ ସେଇ ଭରସାର ଠାକୁର ଭରସା ଦେଇଛନ୍ତି ବୋଲି ଆଜି ଆପଣ ନିର୍ଭୀକ ଭାବରେ କହୁଛନ୍ତି ମହାପ୍ରଭୁ ମୋର ଅଛନ୍ତି ମୋ ପାଇଁ ଅଛନ୍ତି ମୋ ପରିବାର ପାଇଁ ଅଛନ୍ତି ସମସ୍ତଙ୍କ ପାଇଁ ଅଛନ୍ତି। ଆପଣ ଜୟ ଜଗନ୍ନାଥ ଟିଭି ଦେଖନ୍ତି? ଆଜ୍ଞା ମୋର ଜୀବନ ଜୟ ଜଗନ୍ନାଥ ଟିଭି ଏବଂ ମୁଁ ଧନ୍ୟବାଦ ଦେବି ପ୍ରତ୍ୟେକଟି କର୍ମକର୍ତ୍ତା ଆପଣ ଆଉ ସେ ଭଜନାମ ସାର୍ ରାଜେଶ ମହାପାତ୍ର ସାର୍ ଏମାନେ ମୋର ଅତି ପ୍ରିୟ ଆପଣ ବି ବହୁତ ମୋର ପ୍ରିୟ ମାନେ ମୋର ଜୀବନ କହିଲେ ଆପଣ ମାନେ ବି ଆମର ମୋ ଜୀବନର ଗୋଟେ ଅଙ୍ଗାଙ୍ଗୀ ଭାବେ ଆପଣ ମାନେ ରାତି ପାହିଲେ ମୁଁ ଟିଭିରେ ଆପଣଙ୍କ ଭଏସ୍ କି ଅନ୍ୟ ସାର୍ମାନଙ୍କର ଭଏସ୍ ନ ଶୁଣିଲା ପର୍ଯ୍ୟନ୍ତ ମୋତେ ଯେମିତି କିଛି ଗୋଟେ ମାନେ ଅଭାବ ଥିଲା ପରି ମନେ ହୁଏ। ତେଣୁ ଜୟ ଜଗନ୍ନାଥ ଟିଭି ମୋର ସବୁବେଳେ 10ରୁ 4 ସ୍କୁଲ ଯାଏ ତା ବାଦ ଆଉ ସବୁବେଳେ ମୋର ଘରେ ବସିଲେ ଆଉ କୌଣସି ତ ଟିଭି କୌଣସି ଚ୍ୟାନେଲ୍ କିଛି ମୋର ଦେଖାର ନାହିଁ। ପ୍ରକୃତରେ ଜଗନ୍ନାଥଙ୍କୁ ପାଇଗଲା ପରେ ଆଉ କାହାର ଆବଶ୍ୟକତା ନାହିଁ। ମହାପ୍ରସାଦ ପାଇଗଲା ପରେ ଆଉ କିଛି ପେଟରେ ଭୋକ ନଥାଏ ଆଉ କିଛି ଖାଦ୍ୟ ଆବଶ୍ୟକତା ନାହିଁ। ଜୀବନରେ ଆଉ କିଛି ନାହିଁ। ପ୍ରକୃତରେ ମୁଁ ଏଠି ସମସ୍ତ ଭକ୍ତମାନଙ୍କୁ ଅନୁରୋଧ କରିବି ପ୍ରକୃତରେ ଏ ଜୀବନ ଭଗବାନ ଆମକୁ ଦେଇଛନ୍ତି ଥରଟିଏ ସୁଯୋଗ ସେ ଦେଇଛନ୍ତି। ଏଇ ମନୁଷ୍ୟ ଜୀବନରେ କେବଳ ଆମର ବାକ୍ଶକ୍ତି ଦେଇଛନ୍ତି କେବଳ ଆମେ ଭଗବାନଙ୍କର ନାମ ଭଗବାନଙ୍କର ରୂପ ତାଙ୍କର ଗୁଣ ତାଙ୍କର ଭଜନ ତାଙ୍କର କୀର୍ତ୍ତନ ଖାଲି ଆମେ କରିଚାଲିବା। ଆମେ କର୍ମ କରିବା କର୍ମକୁ ତ ଛାଡ଼ିଦେଲେ ମଣିଷ ବଞ୍ଚି ପାରିବନି। ଆମେ କର୍ମ କରିବା କିନ୍ତୁ ପ୍ରତ୍ୟେକଟି କର୍ମଟି ଆମେ ସମର୍ପିତ କରିଦେବା ଭଗବାନଙ୍କୁ। ପ୍ରଭୁ ଆଜି ମୁଁ ଏଇ କାମଟି କରୁଛି ସବୁ ଭଲ ମନ୍ଦ ଯାହା ବି କରନ୍ତୁ ପାପ କିଛି ନାହିଁ। ମୁଁ ତ ସବୁଦିନ ସନ୍ଧ୍ୟାବେଳେ ଯାହା ବି ଭୁଲ ହେଇଯାଇଥିବ ମୁଁ ଜାଣିପାରେ ପ୍ରଭୁ ଆଜି ଏଇ କାମଟା ମୋର ଅଜାଣତରେ ଭୁଲ ହେଇଯାଇଛି ପ୍ରଭୁ ଆପଣ କ୍ଷମା କରିବେ। ତେଣୁ ପ୍ରତ୍ୟେକଟି ଭକ୍ତଙ୍କୁ ମୁଁ ଅନୁରୋଧ କରିବି ସବୁବେଳେ ସେ ଜୟ ଜଗନ୍ନାଥ ନାମ ଭଜନ କୀର୍ତ୍ତନ କରୁଥାନ୍ତୁ ଏ ମଣିଷ ଜନ୍ମରୁ ତ୍ରାହି ପାଇଯିବେ। ଆପଣ ବୁଝିଛନ୍ତି ମଣିଷ ଜୀବନ କାହିଁକି ଦେଇଛନ୍ତି ପ୍ରଭୁ ପ୍ରଭୁଙ୍କୁ ମଧ୍ୟ ବୁଝିଛନ୍ତି କାହିଁକି ଆପଣଙ୍କୁ ଦେଇଛନ୍ତି ମଣିଷ ଜୀବନ। ଯେତେବେଳେ ମଣିଷ ବୁଝିଯାଏ ଆଉ କିଛି ଅସୁବିଧା ତାର ହେଇନଥାଏ। ସେ ବୁଝିବା ପାଇଁ ହିଁ ଆମକୁ କଷ୍ଟ କରିବାକୁ ପଡ଼େ। ବୁଝିଗଲେ ଆଉ କଷ୍ଟ ନାହିଁ। ଜୟ ଜଗନ୍ନାଥ ଟିଭି ତ ଆପଣ କହିଲେ ଜୀବନ ସେମିତି ଦେଖନ୍ତୁ। ଧନ୍ୟବାଦ ଦେବି ଆପଣ। ଜୟ ଜଗନ୍ନାଥ।